ଏବେ ସାଉଣ୍ଡ ହେଲା ଏପଟୁ। କିଏ ଅଛ କି? କିଏ ଅଛ? କେହି ତ ନାହାନ୍ତି। ଦୂଷି ତତେ କିଛି ଦେଖାଯାଉଛି କି ଏଠି? ତୋ ତ ଆଖି ଜଳିକି ରହୁଛି, ତତେ ଦେଖି ମୋତେ ଡର ଲାଗୁଛି। ମୁଁ ଭୂତ କ'ଣ ଦେଖିବି? ଆପଣ କହୁଥିଲେ ଆମ ଘର ଯେଉଁ ତଳ ଘରର ଜଣେ 2 ଜଣ ମରିଯାଇଛନ୍ତି। ଜଣେ ମରିଥିଲା ପ୍ରଥମେ, ତାପରେ ଲେଟ୍ରେ। ତ ସିଏ କହିଲା କି ବୋଉକୁ ଆସିକି କହିଲା କି କିଏ ଗୋଟେ ଠିଆ ହେଇଥିଲା ସେଇଠି ରାତି 12ଟା ଗୋଟେ। ହେ ଗାଇସ୍, ଆପଣ ଆଉତି ଏତେ ରାତିରେ ମୁଁ କାହିଁକି ଅନଲାଇନ୍ ପୁଣି ଥରେ ଭିଡ଼ିଓ ପୁଣି କାହିଁକି କରୁଛି? ଆକ୍ଚୁଆଲି ବାହାରେ ବର୍ଷା ହେଉଛି, ବର୍ଷା ହେଉଥିଲା ବଟ୍ ଏବେ ଛାଡ଼ିଗଲାଣି। ଆପଣ ତ ଟାଇମ୍ ଦେଖଉଛି ଟାଇମ୍ ଦେଖନ୍ତୁ 1:10। ତ ଛାତରେ କ'ଣ ଗୋଟେ ସାଉଣ୍ଡ ହେଉଛି, ମୋତେ ଲାଗୁଛି ବର୍ଷା ଯୋଗୁଁ ବୋଧେ ସାଉଣ୍ଡ ହେଉଛି ନା କ'ଣ ଜାଣିନି, ବଟ୍ ସାଉଣ୍ଡ ହେଉଛି ଟିକେ ଜୋରରେ। ତ ଚାଲ ଯିବା ଦେଖିକି ଆସିବା କ'ଣଟା ସାଉଣ୍ଡ ହେଉଛି, କାହିଁକିନା ସାଉଣ୍ଡ ହେଲେ ମୁଁ ତ ଶୋଇପାରିବିନି ରାତିରେ ହେଲା। ଯଦି ବର୍ଷା ପାଇଁ ମୋତେ ଲାଗୁଛି ବର୍ଷା ପାଇଁ ହେଉଥିବ ବୋଧେ, ଯଦି ବର୍ଷା ହେଉଥିଲା ନା ତ ସେଇଥିପାଇଁ କ'ଣ ହେଉଥିବ। ବଟ୍ ଚାଲନ୍ତୁ ଥରେ ଚେକ୍ କରିଦେଇ ଆସିବା କ'ଣ ହେଉଛି, କ'ଣ ପାଇଁ ସାଉଣ୍ଡ ହେଉଛି। ମାନେ ମୁଁ ମିଛ କହୁନି, ସତରେ କେବେ ସାଉଣ୍ଡ ହୁଏନି। ବର୍ଷା କଣ୍ଟିନ୍ୟୁ 2 ଦିନ ହେଲା ହେଉଛି, ବଟ୍ ସାଉଣ୍ଡଟା ଭଲ ଲାଗୁନି। ରାତି ଦେଖୁଛନ୍ତି 1 ହେଲାଣି, ସେଥିପାଇଁ ଭାବୁଛି ଯେଠି ବୁଲିକି ଆସିବା କ'ଣ ଆକ୍ଚୁଆଲି ସାଉଣ୍ଡଟା ଯେଉଁ ହେଉଛି କେଉଁଥିପାଇଁ ହେଉଛି। ତ ଚାଲନ୍ତୁ ଭିଡ଼ିଓଟା ଦେଖନ୍ତୁ, ଯାଉଛି ଦେଖିବା କ'ଣ ହେଉଛି, ଆପଣ ଦେଖୁଥାନ୍ତୁ ହେଲା। ଚାଲ ଯାଉଛୁ, ତୁ ଯିବୁ ତ? ତୁ ସେ ଆସେ ବାହାର ଅନ୍ଧାର। ଲାଇଟ୍ଟା ଲଗେଇବା। ଆସିଲୁ, ତୁ ସେ ଆସେ, ମୋତେ ତ ଡର ଲାଗୁଛି। ତୁ ସେ ଆଇଲୁ, ଆସେ ଆସେ। ଆମ ସହିତ ଆସେ, ଜୁସି ଆସେ। କୋଉଠି ହେଇକି ସେ ଆସିବ? ରାତି 1 ହେଲାଣି ନା, ଡର ତ ଯାହା ଲାଗିବ ନା। ମାନେ ମୁଁ ଲାଇଟ୍ ବି ଆଣିନି, ଏଇ ମୋବାଇଲ ଲାଇଟ୍ରେ ହିଁ ଭିଡ଼ିଓ କରୁଛି। ଜୋସି ହେଲେ ଟିକେ ସାହସ ହେଉଛି, ନହେଲେ ଏକା ଭାଇ ଫାଟୁଛି ମୋର ବି। କ'ଣଟା ସାଉଣ୍ଡ ହେଲା କେଜାଣି? ଏତ ବର୍ଷା ଜୋରସେ ଛାଡ଼ିଛି, ବର୍ଷା ବର୍ଷା ସାଉଣ୍ଡ ହେଉଥିଲା। କ'ଣ ସାଉଣ୍ଡ ହେଉଥିଲା? ମାନେ ଦୁମ୍ 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 ସାଉଣ୍ଡ ହେଲା ଗୋଟେ। କ'ଣ ଏମିତି ସାଉଣ୍ଡ ବି ହଠାତ୍? କାରଣ ମୁଁ ସବୁବେଳେ ଟିକେ ଲେଟ୍ରେ ଶୁଏ ନା। ମୁଁ ସବୁବେଳେ କ'ଣ ଟିକେ ଶୋଇଲା ଟିକେ ଲେଟ୍ ହୁଏ, 1 ରାତି ହେଇଯାଏ। 1 ମୁଁ 2ଟା ବେଳେ ଏମିତି ଶୁଏ, ଭିଡ଼ିଓ ଏଡ଼ିଟ୍ କରି ଶୁଏ। ତ ହଠାତ୍ ଏମିତି ସାଉଣ୍ଡ ହେଲା, ମୁଁ କହିଲି କ'ଣଟା ଏମିତି ସାଉଣ୍ଡ ହେଲା? ମୋର ଫାଟିଗଲା ପରେ ମୁଁ କହିଲି ଯଦି ନ ଚେକ୍ କରି ତ ସବୁ ଡର ହିଁ ଲାଗିବ ସବୁବେଳେ। ରାତି ଅନ୍ଧାରେ ପପୁଟା ବି ଯିବା ଆସିବା କରୁଛି, ମୁଁ ବି ଯିବା ଆସିବା କରୁଛି। ସେଥିପାଇଁ କହିଲି ତା ଦୋଷୀଟା ଅଛି ନା, ଇଏ ରହିଲେ ମୋ ସାହସଟା ହୁଏ, ଇଏ ନ ରହିଲା ମାନେ ଫାଟିବ। କି ଶଳା ଭଲ ଲାଗିଲାଣି। କ'ଣ ସାଉଣ୍ଡ ହେଉଛି? କିଏ କିଏ? ହଁ ଧରି ଭୁବନେଶ୍ୱରରେ ବି ଏମିତି ହେଉଛି ଅବସ୍ଥା। ଏବେ ସାଉଣ୍ଡ ହେଲା ଏପଟୁ। କହିଲେ ଏଇ ଛାତକୁ ସେ ଛାତ ଲାଗିଛି ପୁରା ନା। ଏଇ ଛାତରେ ବି କିଏ ଅଛ କି? କିଏ ଅଛ? କେହି ତ ନାହାନ୍ତି। ଦୂଷି ତତେ କିଛି ଦେଖାଯାଉଛି କି ଏଠି? ତୋ ତ ଆଖି ଜଳିକି ରହୁଛି, ତତେ ଦେଖି ମୋତେ ଡର ଲାଗୁଛି। ମୁଁ ଭୂତ କ'ଣ ଦେଖିବି? ଏମିତି ଛାତଟା ହେଇଛି ମା ଧରି,
ଏଇଟା ହେଉଛି ତଳ ଛାତର ଏଠିକି ନାହାନ୍ତି କାହିଁକିନା ପପୁ ଥରେ କହୁଛି ରୁହନ୍ତୁ ଆପଣଙ୍କୁ। ପପୁ ଥରେ ରାତିରେ ଆସିଲା ବେଳେ ଏଇପଟେ ପୂଜା ଟାଇମ୍ରେ ଏଇପଟେ ପୂଜା ଟାଇମ୍ରେ ଆସିଲା ବେଳକୁ ରାତିରେ କେତେ ରାତି 12:30 1 ହେଲା। ତ ମୁଁ ଆପଣଙ୍କୁ କହୁନଥିଲି ଆମ ଘର ଯେଉଁ ତଳ ଘରର ଜଣେ 2 ଜଣ ମରିଯାଇଛନ୍ତି। ଜଣେ ମରିଥିଲା ପ୍ରଥମେ ତାପରେ ଲେଟ୍ରେ। ତ ସିଏ କହିଲା କି ବୋଉକୁ ଆସିକି କହିଲା କି କିଏ ଗୋଟେ ଠିଆ ହେଇଥିଲା ସେଇଠି ରାତି 12ଟା 1 କହିଲେ ଆମେ ତ କିଏ ଠିଆ ହେଇନଥିଲୁ କିଏ ଗୋଟେ ଠିଆ ହେଇଥିଲା। ଇଏ ଭାବିଲା କ'ଣ କହିଲା ଆମେ କିଏ ଠିଆ ହେଇଛୁ ବୋଲି ଇଏ କବାଟ ଖୋଲି ପଳେଇକି ତା ପାଖକୁ ମାନେ ପଚାରେ ଦେଖିଲା ବେଳକୁ କବାଟ ଖୋଲିଲା ବେଳେ କେହି ନାହାନ୍ତି। ତ ମାଇଣ୍ଡରେ ସେଇଟା ଅଛି ନା। ତ ସେଇ ଜିନିଷଟା ମନେ ପଡ଼ିଯାଉଛି ଯେତେବେଳେ ମୁଁ ତ ରାତିରେ ସେ ବାଲକୁନି ଏତେ ଯାଉନି। ଦିନବେଳେ ଯାହା ଯାଏ ମୋତେ ତ ଡର ଲାଗେ ଶୁଣ ମାନେ ଡର ଏତେ ଲାଗେନି। ଡର ଲାଗୁଥିଲା ମୁଁ ରାତିରେ ବୁଲୁନଥିଲି ଆସି ମାନେ ଯେହେତୁ ଇନସିଡେଣ୍ଟ ଗୁଡ଼ା ହେଇଛି ମାନେ ଏବେ କଣ୍ଟିନ୍ୟୁ ମୋ ଘର ଛାଡ଼ିବା ଗୋଟେ କାରଣ ବି ସେଇଆ। ଏଇ ଯେଉଁ ମରିଗଲେ 2 ଜଣ ହଠାତ୍ ତାପରେ ସାଉଣ୍ଡ ହେଉଛି ଯେଉଁ ବେଳେବେଳେ କବାଟ ମାନେ ଚାଲିଆ ସାଉଣ୍ଡ ହୁଏ ନା ତ ମାଇଣ୍ଡରେ ସେଇଟା ଆସେ ବୁଝିପାରୁଛ ନାଇଁ। ଏ ଖାଲି ଆମ ପାଖରେ କ'ଣ କଲ ଜୋଶୀ ଅଛି ବୋଲି ଡର ଫର ଲାଗେନି। ନହେଲେ ରାତିରେ ଭାଇ ଭାବୁନି ଯେ ଗୋଟେ ରାତିରେ ଦିନେ ବୁଲିପାରିବ ଆସିକି ଏଠି କେହି ବୁଲି ପାରିବନି। ଶୁଣ କିଏ ସାଉଣ୍ଡ କ'ଣଟା ହେଲା ମୁଁ ବି ଜାଣିପାରୁନି। କେହି ତ ନାହାନ୍ତି ଓଦା ଦେଖୁନ ସବୁ। ହଁ କରି ଏପଟ ସାଇଡ଼ ବି ଜଙ୍ଗଲ ପୁରା ମାନେ ତ ଏସବୁ ଖଣ୍ଡିଆରେ ଯେଉଁ ଭାଇ ଜଙ୍ଗଲ ମଝିରେ ମଝିରେ ଭାଇ ତମେ ଗେଟ୍ କବାଟ ଖୋଲିପାରିବନି ଭିତରେ ଅନେଇ ପାରିବନି ଯେମିତି ହେଇଛି। ଏଇଟା କ'ଣ କହିଲ ଗାଁଟା ନା ଏଇଟା କ'ଣ କହିଲେ ଏଇଟା ଗାଁଟା ଆକ୍ଚୁଆଲି। ଏଇଟା ମାନେ ଯେମିତି ସୋସାଇଟି କି କଲୋନୀ ସେଇଟା ନୁହଁ। ଏଇଟା ହେଉଛି ପ୍ରପର ଗାଁଟା। ଏଇଠି ସବୁ ପ୍ରକାର ଜିନିଷ ଅଛି ମାନେ ମୁଁ କହିପାରିବିନି କାହିଁକିନା ଯେହେତୁ ବୁଲୁଛି ଛାତ ଉପରେ ତ ଅଲଗା ଜିନିଷ ବାଟରେ ଧରିପାରିବିନି। ଆପଣ ଯଦି ଲୋକ ଇଏ କରାଯାଏ ସେଇ ସବୁ ପାଖାପାଖି ସବୁ ଅଛି ପ୍ରପର ଗାଁଟା ନା ସେଇଥିପାଇଁ ଜଙ୍ଗଲ ଫଙ୍ଗଲ ଅଛି ସବୁ ପାଖରେ। ଆପଣ ଦେଖୁନ ଡର ଲାଗିବନି ଏଠି ପାହାଡ଼ ପୁରା ଜଙ୍ଗଲ। ପୁଣି ସେଇ ଯେଉଁ ଘର ସେ ଯେଉଁ ଘର ସେପଟେ ଦେଖୁନାହାନ୍ତି ଯେଉଁ ସେଇଠି ଏଇଠି ଗୋଟେ ଘର ଥିଲା ବୁଝିଲେ। ଘର ଥିଲା ସେଇଟାକୁ ମାନେ ଭାଙ୍ଗି ଦେଇକି ନୂଆ ଘର କରିଛନ୍ତି। ନୂଆ ପାଚେରୀ ଉଠେଇଛନ୍ତି ଘର ଭାଙ୍ଗିଦେଲେ କାହିଁକି କହିଲ ସେଇଠି କିଏ ରହୁଥିଲା ଗୋଟେ ସେଇଥିପାଇଁ ମାନେ ସେଇ ଘରେ କିଏ ଜଣେ ରହୁଥିଲା ବୁଝିଲେ। ସେଥିରେ ଲୋକ ଯାଇପାରନ୍ତି ପୁରା ମୋ ପୁରୁଣା ଭିଡ଼ିଓ ଯଦି ଦେଖିଥିବ ସେ ଦେଖିଥିବ କେହି ଯାଇପାରନ୍ତି ସେଇଠି। ସେଇଥିପାଇଁ ସେ ଘରଟା ମାନେ ଭଙ୍ଗା ହେଇକି ବିକ୍ରି ହେଇପାରୁନଥିଲା ଭଙ୍ଗା ହେଇକି ନା ପାଚେରୀ ଉଠା ହେଇକି ଭାଇ ସେ ରାତିରେ ଆପଣ ଆସିଲା ଡରିକି ଥରିବ ପୁରା ସେଇପଟେ ଏମିତି ଲାଗେ ସେଇପଟେ ପୁରା। ଏଇଟା ହେଉଛି ବାଲକୁନିଟା ବୁଝିଲ। ଏଇଠି ଏମିତି ପପୁ କବାଟ ଏମିତି ଖୋଲି ଦେଇ ଗଲା ବେଳକୁ ଏଇଠି ନା ଠିଆ ହେଇଥିଲା ଗୋଟେ ଡର ଲାଗୁଛି ରାତିରେ ଭାଇ। ଇଏ ଆମର ସାହସୀ ଲୋକଟା ଅଛି ବୋଲି ଡର ଫର ଲାଗୁନି। ଆମ ସାହସୀ ଲୋକ ମେନ୍ ଡରଟା ନା ଏଇ ଛାତରେ ଏଇ ଛାତ ଫାତରେ ଶୋଇପଡ଼େ ଏକା ବୁଝିଲ। ଦେଖୁନ ବାଲକୁନି ତ ଅଛି। ମୁଁ ଭାବେ ଏଠି ଭିଡ଼ିଓ କରି ରାତିରେ ଶୋଇକି ଏଇ ଯେମିତି ହେଇଛି ଅବସ୍ଥା ଦେଖିଲ ତମେ ରହିପାରିବ ରାତିରେ ଜଙ୍ଗଲ। ଏଇଟା ଭୂତ କୋଠି। ଏଠି ଦେଖ ଲାଟ୍ରିନ୍ 3ଟା ବାହାର ହେଇଛି। ଏ ଲୋକ ତଳେ ରହୁଛନ୍ତି ଯେଉଁ ସେ ଆହୁରି ଡେଞ୍ଜର ପୁରା। ଭାବ ଯେଉଁ ମୁଁ ଯାଇଥିଲି ନା ଯେ ସତରେ ଯଦି କିଏ ଥାଆନ୍ତା ସେଇଠି ଜନ୍ତୁ କରିଥାନ୍ତା ମୋ ଅବସ୍ଥା କହିଥାନ୍ତା। ଆପଣ ଟାଇମ୍ ଦେଖିକି ରାତି 1 ସତେ ମାନେ ମିଛ ନୁହେଁ ରାତି 1 ହେଲାଣି ମାନେ ଦେଖୁଥିବେ ଯଦି ଆପଣ ଭାବୁଥିବେ କି ନାଇଁ ମିଛରେ ମୁଁ ଇଏ କରୁଛି କି ଜଣାପଡ଼ୁଛି କିଛି ସାଉଣ୍ଡ କେଉଁଠୁ। ଯଦି ଟାଇମ୍ କମ୍ ହେଇଥାନ୍ତା ଏଠି ଲୋକ ପକେଟେ କଥାବାର୍ତ୍ତା ହେଉଛନ୍ତି କିଛି ଗପସପ କିଛି ନାହିଁ ପୁରା ସାଇଲେଣ୍ଟ। ରାତି 1 1:30 ହେବାକୁ ଯାଉଛି ଏବେ ଏରିଆ ଦେଖୁଥିବ ମୁଁ ଆସିକି ବାହାରେ ମାନେ ମୋ ମାଇଣ୍ଡରେ ମୁଁ ସବୁବେଳେ ଭିଡ଼ିଓ ଦେଖେ ଭୂତରାଣୀ ଭିଡ଼ିଓ ଦେଖେ ମୋତେ ଭଲ ଲାଗେ ଦେଖିବାକୁ ଟିକେ ହେଲେ ମନ ଭିତରେ ନା ହଠାତ୍ ସାଉଣ୍ଡ ହେଲା ମୁଁ କହିଲି ନାଇଁ ଚେକ୍ କରିବାର ଅଛି କ'ଣ ଅଛି। ହେଲେ ଆକ୍ଚୁଆଲି ମୋତେ ଲାଗୁଛି କେହି ନଥିଲେ ବୋଧେ ବର୍ଷା ପାଇଁ କ'ଣ ଗୋଟେ ସାଉଣ୍ଡ ହେଉଥିଲା। ବର୍ଷା ଯେଉଁ ହେଉଥିଲା କଣ୍ଟିନ୍ୟୁ ସେଥିପାଇଁ ପାଣି ଫାଣି ବୋଧେ ପଡ଼ିଯାଇଥିବ କୋଉଠି ସେଇ ସାଉଣ୍ଡଟା ହେଉଥିବ ବୁଝିଲେ। ସେମିତି କିଛି ନାହିଁ ନହେଲେ ଦୃଷ୍ଟି ତ ତାହେଲେ ଭୁକିଥାନ୍ତା ନା ବୁଝିଲେ। ତ ବେଶୀ କିଛି ମାଇଣ୍ଡରେ ନ କରିକି ଘରକୁ ପଳେଇବା। ଆଉ ମୁଁ ବି ବେଶୀ ଭିଡ଼ିଓ କରିବାକୁ ଚାହୁଁନି ଏଇସବୁ ରାତିରେ
କାହିଁକିନା ଯେହେତୁ ଗୁରୁବାର ରାତି ତ ଠିକ୍ ହେବନି। ତ ମୁଁ ଯାଉଛି ରୋଷେଇ ନେଇ ଘରୁ ଯାଇକି ଭିଡ଼ିଓଟା ଏଣ୍ଡ କରିଦେବି ହେଲା। ଚାଲ। ବୋଉ ତାର ଏକା ଶୋଇଛି ସେପଟ ଘରେ। ସମୟ ବହୁତ ରାତି ହେଇଗଲାଣି, ସେ ତାର ଶୋଇପଡ଼ିଛି। ମୁଁ ମୋର ରୁମ୍କୁ ପଳେଇ ଆସିଲି। ଦେଖ 1:30 ଆସିଲି ଭାଇ। ଯଦି କିଛି ମାନେ ଥାଆନ୍ତା ନା ତ ବେଳା ଖରାପ, ମାନେ ଏଇଭଳି ଏରିଆଟା ହେଇଛି ଗାଁ ଏରିଆ ନା, ଡର ତ ଲାଗିବ ଅବଶ୍ୟ। ତ ଛାଡ଼, ସେଟାକୁ ମାଇଣ୍ଡରେ ନ କରିକି ମାନେ ଯଦି କ'ଣ ସାଉଣ୍ଡ ହେଉଥିଲା ମୁଁ ପଜିଟିଭରେ ଯିବି ଭାରି। ବର୍ଷା ଯୋଗୁଁରୁ ବୋଧେ ସାଉଣ୍ଡ ହେଉଥିଲା, ନହେଲେ ସେମିତି କିଛି ସାଉଣ୍ଡ ହେବାର ନଥିଲା। ବେଳେବେଳେ ହୁଏନି, ବର୍ଷା ଯୋଗୁଁ ସାଉଣ୍ଡ ହୁଏ, ଢପ୍ ଠପ୍ ଠପ୍ ଜୋର ସାଉଣ୍ଡ ହୁଏ, ନହେଲେ ଏତେ ହୁଏନି। ତ ବେଶୀ କିଛି ଆଉ ନ କରିକି ଆମେ ରାତିରେ ଭାଇ ମୁଁ ଝରକାଟା ଖୋଲିକି ରହିବ ଯୋଗୁଁ ସେ ଯେଉଁ ମରିଲେଣି ସବୁ 2 ଜଣ ଝିଅ ମରିଗଲେ, ସେଇଦିନଠୁ ମୁଁ ଆଉ ଝରକା ବି ଖୋଲୁନି। ଭୟ ଲାଗୁଛି ବା, ମନେ ପଡ଼ୁଛି ରାତି ଶୋଇଥିବ ଭାଡ଼ା ମନେ ପଡ଼ିବ। ସେଇଥିପାଇଁ ଟିକେ ପଜିଟିଭରେ ଭାବିକି ତ ଛାଡ଼ିଦିଅ, ଆଉ କିଛି ଭାବିବାନି। କି ଯିଏ ବି ଚାଲୁଛି ଚାଲୁ, ଉପରେ ବର୍ଷା ମାଇଣ୍ଡରୁ ଭୁଲିକି ହେଲା। ତ ରାତିଟା ବେଶୀ ରାତି ହେଲାଣି, 1:30 ମୁଁ ଶୋଇବି, ନିଦ ବି ଲାଗିଲାଣି। ଟିକେ ଭିଡ଼ିଓ ଦେଖି ଶୋଇପଡ଼େ, ଆଉ ଡରିବାର ନାହିଁ। ଠିକ୍ ଅଛି। ତ ମୁଁ ହଠାତ୍ ସାଉଣ୍ଡ ହେଲା ତ ମୁଁ କହିଲି ଯାଉଛି ଗୋଟେ ଭିଡ଼ିଓଟା କରିଦେବି। କିନ୍ତୁ ମୋ ମାଇଣ୍ଡରେ ଟିକେ ଅଛି ଯେ ଭୂତ ଯଦି ରାଜକୁମାର ବ୍ଲଗ୍ ଫ୍ଲଗ୍ ଦେଖେ ହେଲା, ଭୂତ ଟିକେ ସୁଟ୍ କରିବାକୁ। ତ ମୁଁ ଭାବିଲି ଯାଉଛି ଗୋଟେ ଭିଡ଼ିଓ କରି, ଯଦି ବି ସାଉଣ୍ଡ ମୋର କେବେ ଭୂତଟା ଦେଖିଛୁ କି କେବେ, ମାନେ ମୁଁ ଭିଡ଼ିଓ ଇଏ କରୁଥିବି। ହଁ, ମୁଁ କେଉଁ ଜାଗା ଯାଇଥିବି ଯଦି ସେଇଟା କରେ। ଯେହେତୁ ଗୋଟେ ସାଉଣ୍ଡ ହେଲା, ମୁଁ ଯାଉଛି ଗୋଟେ ଭିଡ଼ିଓଟେ କରିଦେବି, କାଳେ ଯଦି କିଛି ସେମିତି ଗୋଟେ ଆକ୍ଟିଭିଟି ହେଲା ମୋ ସହିତ ଆଉ ଜଣେ ବି ଦେଖିପାରିବ। ସେଇଥିପାଇଁ ମୁଁ ସେଇଟା କ୍ୟାପଚର୍ କରିଥିଲି। ତ ଠିକ୍ ଅଛି, ଚାଲ ବେଶୀ ଭିଡ଼ିଓ ବଡ଼ କରିବାନି, ରଖୁଛି। ଠିକ୍ ଅଛି, ଦେଖାହେଉଛି କାଲି ଫ୍ରେଶ୍ ଗୋଟେ ବ୍ଲଗ୍ରେ। ଗୁଡ଼୍ ନାଇଟ୍।